पिलाए आजिर शिक्षादान कार्यक्रम को तुम समस्त को स्वागत। त्रिभुज क्षेत्रफल अभ्यास पाठ विषय आलोचना करवा। पाठटी अष्टम श्रेणी पाइका उद्दिष्ट। त्रिभुज क्षेत्रफल अभ्यास पाठ। त्रिभुज क्षेत्रफल अभ्यास ये विषय आम आलोचना करा गोटे प्रश्न ना प्रश्न बुझा पूर्व गोटे चित्र काटा गोटे समकोणी त्रिभुज चित्र काटा। बर्तमान गोटे समकोणी त्रिभुज काट तार ना दियो ए बी सी। अच्छा यही त्रिभुजर तीन टा जिन दत्त अच्छे। बी कौनटा तुम समकोण, बी सी भूमि दत्त अच्छे, ए बी उच्चता दत्त अच्छे। आम बर्तमान करवा ए सी कर्णर दैर्घ्य स्थिर करवा। कर्ण उपरे अंकित लंब तार दैर्घ्य स्थिर करवा। ए सी उपरे बी डी लंब अंकन कर से बर्तमान ब्लैकबोर्ड देखा कौन करिया से बर्तमान बाटन ए बी सी समकोणी त्रिभुजर बी कोण समकोण ए बी 60 डेसीमीटर बी सी 45 डेसीमीटर हेले ए सी प्रति लंब बी डी स्थिर कर। जोटा मुझे तुमको ये बुझेली से प्रश्न टी आम ब्लैकबोर्ड बर्तमान लिखा। ए बी सी समकोणी त्रिभुजर ए बी सी समकोणी त्रिभुजर बी कोण समकोण। ए बी कोणटा तुम सम बी कोणटा है तुम समकोण। अच्छा ए बी 60 डेसीमीटर ए बी टा 60। बी सी भूमि 45 डेसीमीटर है तुम ए बी देदेला आ बी सी 45 डेसीमीटर देदेला हेले ए सी प्रति लंब बी डी स्थिर कर। ए सी प्रति बी डी लंब स्थिर कर। यह तुम्हारा प्रश्न। प्रथम चित्रटा जो तुम भल भाव बुझीपार ताहले सब कथा बुझीपार। ए बी सी गोटे समकोणी त्रिभुज ए बी दत्त अच्छी बी सी दत्त अच्छी ए सी हूँ कर्ण कर्ण उपर बी डी हूँ लंब बी डी हूँ लंब। बर्तमान आम प्रश्न तो लिखिदेले आपको बर्तमान आम समाधान करवा। कौन केमी समाधान कर उत्तर आंसर रख देख कौन कौन सब दत्त अच्छे तुम देख देख बी कोण 90 डिग्री ए बी 60 डेसी बी सी भूमि 45 डेसी। वर्तमान ए सी कर्ण स्थिर करवा ओ बी डी लंब स्थिर करवा। ये तुम दत्त अच्छे यहाँ हूँ आंसर। ये आंसर आरंभ है ये आम ये कर्णटा दत्त करवा ता सहित
ଲମ୍ବଟାକୁ ବି ଡି ଲମ୍ବଟାକୁ ଆମେ ତତ୍ତ୍ୱ କରିବା। ଜାଗା ନାହିଁ ନିଭେଇଦେବା। କ'ଣ ହେଉଛି ଦେଖ। ଆଚ୍ଛା, କର୍ଣ୍ଣ ଏ ସି ଏ କର୍ଣ୍ଣ ଏ ସି ସମାନେ ଆର ସୂତ୍ର ଅଛି। ସେ ସୂତ୍ରଟା ପୂର୍ବ କ୍ଲାସରେ ପଢ଼ା ସରିଛି। ସେଇଟା ଆମେ ଲେଖିବା 60ର ବର୍ଗ ମିଶାଣ 45ର ବର୍ଗର ରୁଟ୍। 60ର ବର୍ଗକୁ ଆମେ କ'ଣ କରିବା ଭାଙ୍ଗିବା। ହେଉଛି କ'ଣ 15 15ରେ ଯଦି ଆମେ 4 ମିଶାଇଦେବା 60 ହେଇଯିବ। ସେମିତି 45 ସମାନେ 15 3 45। ସେଇଟା ଆମେ ବର୍ତ୍ତମାନ ଦେଖିବା 60ର ବର୍ଗ ମିଶାଣ 45ର ବର୍ଗର ରୁଟ୍ ସମାନେ 15ର ବର୍ଗ ଇଣ୍ଟୁ 15ର ବର୍ଗ ଇଣ୍ଟୁ 4ର ବର୍ଗ 4ର ବର୍ଗ ଆଉ ମିଶାଣ 3ର ବର୍ଗ ମିଶାଣ 3ର ବର୍ଗର ରୁଟ୍। 4 3 କେମିତି ହେଲା 15 ଆସିଗଲା କମନ୍ ଆସିଗଲା 15 64 15 3 45 15 3 45 ଡେସିମିଟର 15 4 45 ଡେସିମିଟର। ଆଚ୍ଛା, ତାପରେ ଲକ୍ଷ୍ୟ କର ଯଦି ଆମେ ଏତିକି ହେଇଗଲା ଆମେ ତ ଜାଣିଗଲେ 60 କେମିତି ହେଲା 15 କେମିତି ହେଲା। ବର୍ତ୍ତମାନ ଲକ୍ଷ୍ୟ କର ପୁଣି କ'ଣ ହେଉଛି ଦେଖ। 15ର ବର୍ଗ ଗୁଣନ 5 5ର ବର୍ଗ। ଏଠି 15 5ର ବର୍ଗ କେମିତି ହେଲା ଦେଖ। ଏଠି କ'ଣ ହେଇଛି 4 ଗୁଣନ 4 16 ହେଲା 4 4 ହେଲା 16। ଏଠି ହେଲା 3 ଗୁଣନ 3 ବର୍ଗ ମାନେ ସେଇ ଜିନିଷ ଦୁଇଥର ଗୁଣ 3 3 9। ଆକୁ ଯଦି ମିଶାଇ ଦେବ 9 ଆଉ 6 9ରେ 16ରେ 9 ମିଶିଲେ 25। 25ର ବର୍ଗ ହେଉଛି କେତେ 5 5 5 25 5 5 25। ତେଣୁ ଏଇଠି ହେଲା 5 ସେଠି ହେଲା କ'ଣ 5 ଡେସିମିଟର। ବୁଝିପାରିଲ ଏଠି କାହିଁକି 5 ହେଲା ବୁଝିପାରିଲ ନା। 4ର ବର୍ଗ ମାନେ 4 4 16 3ର ବର୍ଗ ମାନେ 3 3 9 ମିଶାଣ ଚିହ୍ନ ଅଛି ମିଶାଣ ଚିହ୍ନ ଦେଇଦେଲା ସେମାନେ ହେଲା 25। 25ର ବର୍ଗ ହେଉଛି କେତେ ସମାନ 25ର ବର୍ଗ ହେଉଛି କେତେ 5 5 25 5 5 25। ବୁଝିପାରିଲ ଯଦି 5 5 25 ହେଇଗଲା ତାପରେ ଲକ୍ଷ୍ୟ କର 15 ଗୁଣନ 5 ଏଠି ରୁଟ୍ ଦେବ 15 ଗୁଣନ 5 15 5 ହେଉଛି 75। 75 କ'ଣ ହେଉଛି ଡେସିମିଟର। ଏଇଟା ହେଉଛି ମୋର 75 ଡେସିମିଟର। ଏଇଟା ଇଏ କରିଦିଅ 75 ତା ଅର୍ଥ ଏ ସି ହେଲା ତୁମର 75 ଡେସିମିଟର। ଏଇଟା ହେଲା ଯେ ଏ ସି ହେଉଛି 75 ଡେସିମିଟର। ଏ ବି ସମାନେ 60 ଡେସିମିଟର। ବି ସି ହେଉଛି ତୁମର 45 ଡେସିମିଟର। ବର୍ତ୍ତମାନ 3ଟି ଯାକ ବାହୁ ସ୍ଥିର କରିଦେଲ। ବର୍ତ୍ତମାନ କ'ଣ କରିବା ଆମେ ତ୍ରିଭୁଜର କ୍ଷେତ୍ରଫଳଟାକୁ ସ୍ଥିର କରିବା। ବର୍ତ୍ତମାନ ଆକୁ ନିମିତ୍ତ ଜାଗା ନାହିଁ। ତ୍ରିଭୁଜର କ୍ଷେତ୍ରଫଳ କେମିତି କ'ଣ ବାହାର କରିବା ଦେଖ। ଆଚ୍ଛା, ତ୍ରିଭୁଜର କ୍ଷେତ୍ରଫଳ ହେଉଛି କ'ଣ 1 2 ଭୂମି ଗୁଣନ ଉଚ୍ଚତା। କିନ୍ତୁ ସମକୋଣୀ ତ୍ରିଭୁଜର କ୍ଷେତ୍ରଫଳ 1 2 ସମକୋଣ ସଂଲଗ୍ନ ବାହୁ ଦ୍ୱାରା କ୍ଷେତ୍ରଫଳ। ଏଠି ଟିକେ ଡିଫରେନ୍ସ ଅଛି ପିଲାଏ ତୁମେ ଏଇଟାକୁ ପଢ଼ା ସରିଛି ପୂର୍ବ କ୍ଲାସ୍ ମାନଙ୍କରେ। ତେଣୁ ଏଇଟା ଟିକେ ମନେ ରଖିଥିବ। ତ୍ରିଭୁଜର କ୍ଷେତ୍ରଫଳ ହେଉଛି 1 2 ଭୂମି ଗୁଣନ ଉଚ୍ଚତା। ସମକୋଣୀ ତ୍ରିଭୁଜର କ୍ଷେତ୍ରଫଳ ହେଉଛି କ'ଣ 1 2 ସମକୋଣ ସଂଲଗ୍ନ
ବାହୁ ଦ୍ୱାରା ଗୁଣଫଳ ବୁଝିପାରିଲ। ଏଇଠି ହେଉଛି ଭୂମି ଆଉ ଉଚ୍ଚତାର ଗୁଣଫଳ, ଏଠି ହେଉଛି ସମକୋଣ ସଂଲଗ୍ନ ବାହୁ ଦ୍ୱାରା ଗୁଣଫଳ ହେଲା। ବର୍ତ୍ତମାନ ଆମେ ଏ ବି ସି ତ୍ରିଭୁଜର କ୍ଷେତ୍ରଫଳ ସ୍ଥିର କରିବା। ବର୍ତ୍ତମାନ ଏ ବି ସି ତ୍ରିଭୁଜର କ୍ଷେତ୍ରଫଳ ଆମେ ସ୍ଥିର କରିବା। ଏ ବି ସି ତ୍ରିଭୁଜର କ୍ଷେତ୍ରଫଳ ଏ ପୁରୁଣା ପାଠ ପୂର୍ବ କ୍ଲାସ୍ ସହିତ ଏହାର ବହୁତ କିଛି ସମ୍ପର୍କ ଅଛି, ତୁମେ ସେଇଟାକୁ ମନେ ରଖିବାକୁ ପଡ଼ିବ। ବର୍ତ୍ତମାନ ଲକ୍ଷ୍ୟ କର, 1/2 ଯେ ଏ ବି ଗୁଣନ ବି ସି, ଏ ବି ଗୁଣନ ବି ସି, ଏ ବି ଗୁଣନ ବି ସି, ଏ ବି ଗୁଣନ ବି ସି ସମାନେ 1/2 ଏ ସି ଗୁଣନ ବି ଡି, ଏ ସି ଗୁଣନ ବି ଡି। ଦୁଇ ତ୍ରିଭୁଜର କ୍ଷେତ୍ରଫଳ, ସମକୋଣୀ ତ୍ରିଭୁଜର କ୍ଷେତ୍ରଫଳ ଯେଉଁଟା ପୁରୁଣା ପଢ଼ା ହେଇଥିଲା ସେଇଟା ତୁମେ ସ୍ମରଣ କରିଦେବା, ଏଇ ଗୋଟାକ ସେଇଥିରେ ପଡ଼ୁଛି। 1/2 ଏ ବି ଗୁଣନ ବି ସି ସମକୋଣୀ ତ୍ରିଭୁଜ। ଖାଲି ତ୍ରିଭୁଜର କ୍ଷେତ୍ରଫଳ 1/2 ଭୂମି ଗୁଣନ ଉଚ୍ଚତା, ଭୂମି ଗୁଣନ ଉଚ୍ଚତା ବୁଝିପାରିଲ। ତେଣୁ 1/2 ଏ ବି ଗୁଣନ ବି ସି ସମାନେ 1/2 ଏ ସି ଗୁଣନ ବି ଆଉ ଡି। ଏଇଭଳିଆ ତୁମେ ଚିହ୍ନଟିଏ ଦିଅ। ଏ ଚିହ୍ନ ବିଷୟରେ ତୁମକୁ ଆଲୋଚନା କରାଯାଇଛି। ତେଣୁ 1/2 ଗୁଣନ 60 ଗୁଣନ 45 ସମାନେ 1/2 60ରେ 45 ଗୁଣିବ, 1/2 ଗୁଣ 60 ଗୁଣନ 45 ସମାନେ 75 ଗୁଣନ ବି ଡି, 75 ଗୁଣନ ବି ଡି ସମାନେ ଏଇଭଳିଆ ଚିହ୍ନଟିଏ ଦିଅ। ଦେଇ ସାରିଲା ପରେ ତୁମେ ଦେଖ 1/2 60 ଗୁଣନ 45, 60 ଗୁଣନ 45, 60 ଗୁଣନ 45 ସମାନେ 1/2 45 ଗୁଣନ ବି ଡି, 75 ଗୁଣନ ବି ଡି। ସେଇଟା ଆମେ ଆଉଥରେ ରିପିଟ୍ କରିଦେଲେ। କାହିଁକି କରିଦେଲେ ସେଇଟା ତୁମେ ମନେ ରଖିବା ପାଇଁ ସୁବିଧା ପାଇଁ ଆଉଥରେ କରିଦେଲେ। ବର୍ତ୍ତମାନ କ'ଣ କରିବା, ବି ଡି ଏଇଭଳିଆ ଚିହ୍ନଟିଏ ବି ଡି, ତା ତ ଏଇଟା ଆମର କର୍ଣ୍ଣଟା ବାହାରିଗଲା 75 ଡେସିମିଟର, ବି ଡି କର୍ଣ୍ଣଟାକୁ ଆମେ ଉଚ୍ଚତାର କାମ କରିବା। ବି ଡି = 60 ଗୁଣନ 45 ବିଭକ୍ତକ 75 ଡେସିମିଟର ସମାନେ ଯଦି ଆମେ କାଟିଦେବା ତାକୁ କେତେ ତୁମର 36 ଡେସିମିଟର। ହଁ ପିଲାଏ, ପାଠଟି ଅଷ୍ଟମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଥିଲା। ତୁମେ ଯଦି ପାଠଟି ଭଲ କରି ବୁଝିଥିବ, ପୁରୁଣା ପାଠ ସହିତ ଟିକେ ମନେ ରଖିଥିବ, ତାହେଲେ ପାଠଟିକୁ ତୁମେ ବୁଝିବା ବହୁତ ସହଜ ହେଇଥିବ। ହଁ ପିଲାଏ, ଆଜିର ଶିକ୍ଷାଦାନ କାର୍ଯ୍ୟକ୍ରମର ପରିସମାପ୍ତି ଥିଲା। ଧନ୍ୟବାଦ।